କାହିଁକି ବାରମ୍ବାର ଏମିତି ଘଟୁଛି ଅଘଟଣ? କାହିଁକି ବିଦେଶୀ ପର୍ଯ୍ୟଟକ ହିନ୍ଦୁମାନଙ୍କ ମନ୍ଦିରରେ ପ୍ରବେଶ କରନ୍ତି? ଏହାର ପଛରେ କାରଣ କ'ଣ? କ'ଣ ମାଳିକା ବଚନ ହେଇଯିବ କି ସତ? ହଁ ଆଜ୍ଞା, ଏଇ କଥା ଆମେ କହୁନୁ। ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବିଦେଶୀ ପର୍ଯ୍ୟଟକ। ରୋମରୁ ଆସିଥିବା ଜଣେ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର ଭିତରକୁ ପଶି ଫଟୋ ଉଠାଉଥିବା ବେଳେ କିଛି ସେବାୟତ ତାଙ୍କୁ ଧରିଥିଲେ। ଠାକୁରଙ୍କ ଭୋଟ ଯାଉଥିବା ରାସ୍ତାର ଅଚ୍ୟୁତା କହାଣ୍ଡା ନିକଟରୁ ସେବାୟତମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଧରିଥିଲେ। ସେ କିପରି ମନ୍ଦିର ଭିତରକୁ ପ୍ରବେଶ କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିଦେଶୀ ପର୍ଯ୍ୟଟକ ମନ୍ଦିର ଭିତରକୁ ପଶି ଯାଇଥିବାରୁ ଲିଙ୍ଗରାଜ ମନ୍ଦିରରେ ଚୂନ ପାଣି ଛିଞ୍ଚା ଯାଇ ଶୋଧ କରାଯାଇଛି। ଏଥିସହିତ ଠାକୁରଙ୍କ ମହାସ୍ନାନ କରାଯାଇ ବଡ଼ ଥୋପା ଓ ରୋଷ ହୋମ କରାଯାଇଛି। ମନ୍ଦିର ଭିତରକୁ ବିଦେଶୀ ପଶିଯିବାରୁ ଠାକୁରଙ୍କ ନୀତିକାନ୍ତି ପ୍ରାୟ 3.5 ଘଣ୍ଟା ବିଳମ୍ବିତ ହୋଇଛି। ବ୍ୟୁରୋ ରିପୋର୍ଟ, ଜାଗର 24 ନ୍ୟୁଜ୍।